କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ଟଙ୍କାର ଉଦ୍ଭାବନ ବିଷୟରେ। ଭାରତର ଜାତୀୟ ମୁଦ୍ରା ଦେଶର ଅର୍ଥନୀତି, ଶାସନ ଏବଂ ସଂସ୍କୃତିର ବିବର୍ତ୍ତନକୁ ପ୍ରତିଫଳିତ କରେ। ରୂପୀ ଶବ୍ଦଟି ସଂସ୍କୃତ ଶବ୍ଦ ରୂପ୍ୟରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଗଢ଼ା ରୂପା କିମ୍ବା ରୂପାର ଏକ ମୁଦ୍ରା। ଏହାର ମୂଳ ପ୍ରାଚୀନ, ଯେଉଁଠାରେ ପ୍ରାରମ୍ଭରେ ବାଣିଜ୍ୟ ବଦଳ ପ୍ରଣାଳୀ ମାଧ୍ୟମରେ ପରିଚାଳିତ ହେଉଥିଲା। ସମୟ ସହିତ ବିନିମୟର ଏକ ମାନକ ମାଧ୍ୟମର ଆବଶ୍ୟକତା ଧାତୁ ମୁଦ୍ରା ସୃଷ୍ଟି ହୋଇଥିଲା, ଯାହା ଭାରତୀୟ ଉପମହାଦେଶରେ ମୁଦ୍ରା ଇତିହାସର ଆରମ୍ଭକୁ ଚିହ୍ନିତ କରିଥିଲା। ଭାରତରେ ସର୍ବପ୍ରଥମେ ଜଣାଶୁଣା ମୁଦ୍ରାଗୁଡ଼ିକ ରୂପା ଏବଂ ତମ୍ବାରେ ତିଆରି ପଞ୍ଚଚିହ୍ନିତ ମୁଦ୍ରା ଥିଲା, ଯାହା ମହାଜନପଦ ସମୟରେ ପ୍ରଚଳିତ ହୋଇଥିଲା। ତଥାପି ଏକ ମାନକିତ ମୁଦ୍ରା ଭାବରେ ଟଙ୍କାର ପ୍ରକୃତ ଉତ୍ପତ୍ତି ଉତ୍ତର ଭାରତର 16ଶ ଶତାବ୍ଦୀର ଶାସକ ଶେର ଶାହ ସୁରୀଙ୍କୁ କୁହାଯାଇପାରେ। ପ୍ରାୟ 1540 ଖ୍ରୀଷ୍ଟାବ୍ଦରେ ସେ 178 ଗ୍ରେନ୍ ଓଜନର ରୂପା ମୁଦ୍ରା ପ୍ରଚଳନ କରିଥିଲେ। ଏହି ନବସୃଜନ ଏକ ସମାନ ମୁଦ୍ରା ବ୍ୟବସ୍ଥା ସ୍ଥାପନ କରିଥିଲା, ଯାହା ମୋଗଲ ଏବଂ ପରେ ବ୍ରିଟିଶ ସମୟ ମଧ୍ୟରେ ଜାରି ରହିଥିଲା। ଆକବରଙ୍କ ପରି ମୋଗଲ ସମ୍ରାଟଙ୍କ ଅଧୀନରେ ଟଙ୍କା ଭାରତର ମୁଦ୍ରା ବ୍ୟବସ୍ଥାର ମେରୁଦଣ୍ଡ ପାଲଟିଥିଲା। ବ୍ରିଟିଶ ଉପନିବେଶବାଦୀ ପ୍ରଶାସନ ଏହାକୁ ଆହୁରି ସୁଦୃଢ଼ କରିଥିଲା। 19ଶ ଶତାବ୍ଦୀରେ କାଗଜ ମୁଦ୍ରା ପ୍ରଚଳନ ହୋଇଥିଲା। 1947 ମସିହାରେ ସ୍ୱାଧୀନତା ପାଇବା ସହିତ ଭାରତ ଟଙ୍କାକୁ ଏହାର ଜାତୀୟ ମୁଦ୍ରା ଭାବରେ ବଜାୟ ରଖିଥିଲା, ଯାହା ନିରନ୍ତରତା ଏବଂ ସାର୍ବଭୌମତ୍ୱର ପ୍ରତୀକ ଥିଲା। 1957 ମସିହାରେ ଭାରତ ଦଶମିକ ପ୍ରଣାଳୀ ଗ୍ରହଣ କରିଥିଲା, ଟଙ୍କାକୁ 100 ପଇସାରେ ବିଭକ୍ତ କରିଥିଲା। ଉଦୟ କୁମାରଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏବଂ 2010 ମସିହାରେ ଗ୍ରହଣ କରାଯାଇଥିବା ଆଧୁନିକ ପ୍ରତୀକ ରୂପୀ ସିମ୍ବଲ ଦେବନାଗିରି ର ଏବଂ ଲାଟିନ୍ ଆର୍କୁ ମିଶ୍ରଣ କରିଥାଏ, ଯାହା ଭାରତର ସାଂସ୍କୃତିକ ଏବଂ ଭାଷାଗତ ସମନ୍ୱୟକୁ ସୂଚିତ କରେ। ଏହାର ରୂପା ଉତ୍ପତ୍ତିରୁ ଡିଜିଟାଲ କାରବାର ପର୍ଯ୍ୟନ୍ତ ଟଙ୍କାର ଯାତ୍ରା ଶତାବ୍ଦୀର ପରିବର୍ତ୍ତନ ମାଧ୍ୟମରେ ଭାରତର ଅର୍ଥନୈତିକ ସ୍ଥିରତା ଏବଂ ପରିବର୍ତ୍ତନକୁ ପ୍ରତିଫଳିତ କରେ। ଏହା କେବଳ ବିନିମୟର ଏକ ମାଧ୍ୟମ ନୁହେଁ, ବରଂ ଜାତୀୟ ପରିଚୟ ଏବଂ ଐତିହ୍ୟର ଏକ ଗର୍ବିତ ପ୍ରତୀକ ଅଟେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବାକୁ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି